ପ୍ରିୟ ଦ ଲର୍ଡ ପାହାଡ଼ ଭଜନ ଚ୍ୟାନେଲରେ ସମସ୍ତ ଆପଣା ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 21ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 21। ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦାମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ। ତେବେ କଣ ସୂଚନା ଅଛି ନା ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଅର୍ଥାତ୍ ଚର୍ମ ଜନିତ ସେ ବସ୍ତ୍ର ବା ପୋଷାକ ସୃଷ୍ଟି କରିଛନ୍ତି। କିନ୍ତୁ ଅନେକ ଜଣ ପ୍ରଶ୍ନ କରନ୍ତି, ପରମେଶ୍ୱର କଣ ଜୀବ ମାରି ଚର୍ମର ବସ୍ତ୍ର ପ୍ରସ୍ତୁତ କଲେ? ନା, ସେ ସ୍ୱତନ୍ତ୍ର ଭାବେ ନିଜସ୍ୱ ଶକ୍ତି ବଳରେ ଚର୍ମର ବସ୍ତ୍ରକୁ ସେ ପ୍ରସ୍ତୁତ କରିଅଛନ୍ତି। ଅର୍ଥାତ୍ ଚମଡ଼ାର ବସ୍ତ୍ର ସେ ପ୍ରସ୍ତୁତ କରିଛନ୍ତି ବା ତିଆରି କରିଅଛନ୍ତି। କୌଣସି ଜୀବକୁ ମାରି କିମ୍ବା ଅନ୍ୟ କାହାର କ୍ଷତି କରି ସେ କୌଣସି ପ୍ରକାର ବସ୍ତ୍ର ସୃଷ୍ଟି କରିନାହାନ୍ତି। ତେବେ ଚର୍ମର ବସ୍ତ୍ର ପ୍ରସ୍ତୁତ ହୋଇସାରିଲା ପରେ ଆଦାମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ। ଅନେକ ଜଣ ପ୍ରଶ୍ନ କରନ୍ତି, ପରମେଶ୍ୱର ତ ଚର୍ମର ବସ୍ତ୍ର ତିଆରି କଲେ, ସେ ପୁଣି କେମିତି ଭାବରେ ଆଦାମ ଏବଂ ତାଙ୍କର ସ୍ତ୍ରୀ ହବାଙ୍କୁ ପିନ୍ଧେଇ ପାରିଲେ? ତେବେ ଏଠି ଆମ୍ଭେ ବୁଝିବାର କଥା ରହିଲା, ଆମ୍ଭେ ଜଣକୁ ଖୁଆଇଲେ, ଅର୍ଥାତ୍ ଆମ୍ଭେ ରୋଷେଇ କରିକି ଖାଇବା ପାଇଁ ଦେଉଛନ୍ତି। ଯାହାକୁ ଆମ୍ଭେ କହିଥାଉ ଯେ ଆମ୍ଭେ ଆଜି ଜଣକୁ ଖୁଆଇଲୁ ବା ଖାଇବାକୁ ଦେଲୁ। ତେବେ ଆମ୍ଭେ କଣ ନିଜ ହାତରେ ଖୁଆଇଲୁ? ନାହିଁ ନା। ଠିକ୍ ସେମିତି ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦାମ ଏବଂ ହବାଙ୍କୁ ପିନ୍ଧିବାକୁ ଦେଲେ ବା ହବା ଏବଂ ଆଦାମ ପରମେଶ୍ୱରଙ୍କ ବସ୍ତ୍ର ନେଇ ପରିଧାରଣ କଲେ। ତେବେ ପୂର୍ବେ ଆଦାମ ଏବଂ ହବା ଡିମ୍ବିରି ଗଛର ପତ୍ରକୁ ପରିଧାରଣ କରିଥିଲେ, କିନ୍ତୁ ଏଠାରେ ସଦାପ୍ରଭୁଙ୍କ ଦ୍ୱାରା ନିର୍ମିତ ଚର୍ମ ବସ୍ତ୍ରକୁ ପରିଧାରଣ କରିଅଛନ୍ତି। ତେବେ ଏଠାରେ ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 21ତମ ପଦଟି ଆଲୋଚନା ହୋଇ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଅଛି ଏବଂ ସୁନ୍ଦର ଭାବରେ ବ୍ୟାଖ୍ୟା ମଧ୍ୟ କରାଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।